ଅନ୍ୟର ଖୁସି ପାଇଁ ବେଳେ ବେଳେ ପରିସ୍ଥିତି ମଣିଷକୁ ନେଇ ଏମିତି ମୁଡ଼ରେ ଠିଆ କରିଦିଏ ଯୋଉଠି ଅନ୍ୟର ଖୁସି ପାଇଁ ନିଜକୁ ବଳି ଦେବାକୁ ପଡ଼ିଥାଏ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ଫେବୃଆରୀ ମାସ 4 ତାରିଖ, ଓଡ଼ିଆ ମାଘ ମାସ 22 ଦିନ, ବୁଧବାର, କୃଷ୍ଣ ପକ୍ଷ ତୃତୀୟା ତିଥି, ଯାହା ରାତ୍ରି 2:09 ପର୍ଯ୍ୟନ୍ତ ରହିବ। ତାପରେ ଚତୁର୍ଥୀ ତିଥି ଆରମ୍ଭ ହବ। ଆଜି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର, ଯାହା ରାତ୍ରି 12:21 ପର୍ଯ୍ୟନ୍ତ ରହୁଛି। ତାପରେ ଉତ୍ତର ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:23 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:35। ଆଜି ଯୁଗ୍ନି ରହିଛି ଅଗ୍ନି କୋଣରେ, ରାତ୍ରି 2:09 ପରେ ଯୁଗ୍ନି ନୈಋତ୍ୟ କୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି କର୍କଟ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 12:21 ପରେ ଏକ ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ବଂଶହାନି। ଆଜି ତୃତୀୟାରେ ଶ୍ରାଦ୍ଧ। ନିଷିଦ୍ଧ ଖାଦ୍ୟ ରହିଛି ପୁଟୁଳ ଭୋଜନ ନିଷେଧ ରହିଛି। ଆଜି କନ୍ୟା ଯଦି ପ୍ରଥମ ରଜବତୀ ହେବ, ଯାହା ରାତ୍ରି 12:21 ପରେ, ତେବେ 7 ମାସ ଗଣ୍ଡ ଦୋଷ ଲାଗିବ। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ। ନୌକା ଓ ଯାନବାହନ ନିର୍ମାଣ ତତ୍ସହିତ ଯାତ୍ରା କରିପାରିବେ, କ୍ରିୟ ବାଣିଜ୍ୟ କରିପାରିବେ ଏବଂ ଆରୋଗ୍ୟ ସ୍ନାନ କରିପାରିବେ। ଆଜିର ଅଶୁଭ ବେଳା, ଯାହା ଦିବା 9:13 ଦିବା 10:49 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 12:01 ଦିବା 1:57 ମଧ୍ୟ ରହିଛି ରାହୁ କାଳ ସହିତ 12 ବେଳା। ସେହିଭଳି ରାତ୍ରି 1:59 ରାତ୍ରି 3:33 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:21 ଦିବା 3:57 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 4:03 ଅପରାହ୍ନ 5:22 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ସନ୍ଧ୍ୟା 5:43 ରାତ୍ରି 10:23 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ପ୍ରଥମେ ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୀରେ ଧୀରେ ସଫଳତା ରହିବ, କିନ୍ତୁ ପ୍ରଥମେ ନିଜର ମନକୁ ସ୍ଥିରତା ଆଣିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବ। ଏବଂ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଖ୍ୟାତି ଅର୍ଜନ କରିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି ମେଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ ଆଗକୁ ବଢିବା ସହିତ ନିଜର ଦୈନନ୍ଦିନ କାର୍ଯ୍ୟରେ ଟିକେ ଚାପ ବଢିବ, ତେଣୁ ଏହାକୁ ଟିକେ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ନିଜର ଜୀବନ ସାଥୀଙ୍କ ପ୍ରତି ଆପଣଙ୍କର ଆକର୍ଷଣ ବଢିପାରେ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ମିଳିପାରେ। ଆଜି ମେଷ ରାଶି ବ୍ୟକ୍ତି, ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିପାରନ୍ତି, କିନ୍ତୁ ଆପଣଙ୍କର ମାନସିକ ଚିନ୍ତା ଅଶାନ୍ତି ଭିତରେ କଟିପାରେ। ତେଣୁ ଏହା ପ୍ରତି ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ।
एवं ग्रह माने आपण को आज 85% साथ दउछंती। एबे चलंतु जानिबा वृष राशि व्यक्ति विषय। वृष राशि व्यक्ति आपण टिके भय को दूरीभूत करंतु, देखिबे समस्त कार्य न डरी आपण करि चलिले आपणकर कार्य सफलता पाइबार पूर्ण सुजोग मिली पारे। आज वृष राशि व्यक्ति बहुत आनंदित एवं व्यापार वाणिज्य रे आपण अनेक प्रकार लाभ करिवार सुजोग पूर्ण रहुची। आज अर्थजनित जेकोसी निष्पत्ति नहीं पारंती। तत्सहित वृष राशि व्यक्ति आज राजनीतिक सामाजिक क्षेत्र में आपण ख्याति अर्जन करिवार पूर्ण सुजोग रहुची। इंटरव्यू एग्जाम थिले आपण आशा अनुଯାयी सफलता पाई पारंती। आज वृष राशि व्यक्तिंकर प्रेम संबंध बहुत उत्साह एवं बहुत आनंदित सहित एक रोमांटिक परिवेश सृष्टि करि पारे किंबा नूतन आज आपनक पई प्रेमर सुजोग मिली पारे। आज जहाँकि वृष राशि व्यक्तिंकर परिवार संपर्क भल रहिबो, तत्सहित उत्साहर दिन कटिबार सुजोग देई पारे। आज वृष राशि व्यक्तिंकर अर्थजनित कारोबार आपण तो लाभ पाइबार सुजोग रहुची। तत्सहित आज आपणकर स्वास्थ्यगत दृष्टि देखिले आपण संपूर्ण फिट रहिबे, कौनसी स्वास्थ्य समस्या आपणकर रहिबो नाही। आज वृष राशि व्यक्तिंकर भाग्य संख्या रहिछि जहाँकि 6, भाग्य रंग रहुछि जहाँकि मिश्रित कला रंग व्यवहार करि परिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटी आपणकर भाग्य मध्यम धरणर रहुछि। प्रत्येक कार्य आपण को निश्चित सकारात्मक भावना रखी कार्य करिले सफलता शीर्ष रे पहुंचिबो एवं समस्त कार्य सहज रे होबो। दैनंदिन कार्य आपणकर भलरे कटिबो। तत्सहित मिथुन राशि व्यक्ति जहाँकि आपण चाकरी संबंध कार्य करूछंती निश्चित उत्साह एवं सकारात्मक भावना रखी कार्य करंतु, देखिबे कोनोसी कार्य असुविधा हेबो नाही। आज मिथुन राशि व्यक्ति राजनीतिक सामाजिक क्षेत्र रे दक्षता बढ़िबा सहित इंटरव्यू एग्जाम थिले सेथिरे निश्चित सफलता पाइबार सुजोग रहुची। आज मिथुन राशि व्यक्ति अर्थजनित कारोबार रे आपण अनेक प्रकार लाभ पाइबे, किंतु ध्यान पूर्वक निजर व्यवसाय करंतु। कौनसी रिस्कफुल व्यापार वाणिज्य करंतु नाही जहाँकि परवर्ती स्टेप रे आपण को क्षति सहिबाकू पड़ी पारे। आज मिथुन राशि व्यक्तिंकर प्रेम संबंध जहाँकि हास्यास्पद रहिबो, जहाँकि निज भितरे आपणकर मधुरता बढ़ेवा पई चेष्टा करंतु एवं भल समय अतिबाहित करी किछि समय आपणकर प्रेम पई दियंतु जहाँ आपणक पई भल हेबो। तत्सहित आज मिथुन राशि व्यक्तिंकर परिवार वर्गक सहित हस खुशी दिन कटिबा पई चेष्टा करंतु। आज मिथुन राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य चिंता रहिबो नाही जहाँ आपणक भाग्य चक्र रु जणा पडुछि। आज मिथुन राशि व्यक्तिंकर भाग्य संख्या रहिछि जहाँकि 4, भाग्य रंग रहुछि जहाँकि आपण कला रंग व्यवहार करि परिबे एवं ग्रह माने आपण को आज जहाँकि 65% साथ दउछंती। एबे चलंतु जानिबा कर्कट राशि व्यक्ति विषय। कर्कट राशि व्यक्ति आज दिनटी आपणक पई आदु भल दिन होई न पारे, तेणु सतर्कता सहित कार्य करंतु। घात चंद्र युक्त रहुछि, आपण आध्यात्मिक कार्य रे नियोजित होंतु, दिनटी अति भलरे कटिबो। आज कर्कट राशि व्यक्ति आपण दैनंदिन कार्य रे आपणकर मानसिक स्थिति भल रहिबा नथिबारु आपण को भारी चापर सम्मुखीन करने को पड़ो कार्य गुड़ी को, तेणु यह प्रति ध्यान दे कार्य करंतु कर्कट राशि व्यक्ति। आज कर्कट राशि व्यक्ति सदा बेले सकारात्मक भावना रखी कार्य करंतु एवं सावधान सहकारे करंतु। विशेषकर चाकरी संबंध कार्य एवं राजनीतिक सामाजिक क्षेत्र में आपणकर भाग्य ग्रह निम्नगामी रहुची। तत्सहित कर्कट राशि व्यक्ति आज प्रेम संबंधर कौनसी गंभीरता कथबार्ता करंतु नाही, जहाँ परवर्ती दिन को आपण छाड़ी दियंतु ताहार समाधान करिबा पई जहाँ आपणक पई भल हेबो। तत्सहित कर्कट राशि व्यक्ति परिवार वर्गक सहित जदि किछि आपणकर समाधान बा किछि जुक्ति तर्क कथबार्ता थिबो, यह प्रति आज भल दिन होई न पारे। आज कर्कट राशि व्यक्तिंकर निश्चित आपणकर स्वास्थ्यगत दृष्टि देखिले आपणको टिके सावधान रहिबा पई पड़िबो, जहाँ आपणक भाग्य राशि रु जणा पडुछि। आज कर्कट राशि व्यक्तिंकर अर्थजनित कारोबार रे
ଆପଣଙ୍କୁ ଟିକେ ଚିନ୍ତାଜନକ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ଅବଲମ୍ବନ କରନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳତାର ଯୁଗ ରହୁଛି। ଯେକୌଣସି କାର୍ଯ୍ୟ କରିବେ ତାହା ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ ଏବଂ ସଦାବେଳେ ମନ ଆପଣଙ୍କର ପ୍ରସନ୍ନ ରହିବା ସହିତ ନୂତନ କାର୍ଯ୍ୟ କରିବା ପାଇଁ ଆଜି ଆଗଭର ହେବ ଏବଂ ନିଜର କାର୍ଯ୍ୟ କୌଶଳ ଦେଖି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ ଆପଣଙ୍କ ଉପରେ ପଡ଼ିପାରେ। ଆଜି ସିଂହ ରାଶି ବ୍ୟକ୍ତି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ସଫଳତା ହେବା ସହିତ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି କରୁଥିବେ ନିଶ୍ଚିତ ଉତ୍ସାହ ଏବଂ ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ କୃତ କାର୍ଯ୍ୟ କରିବା ସହିତ ତତ୍ସହିତ ଆପଣ ରାଜନୈତିକ ସାମାଜିକ କ୍ଷେତ୍ରରେ ଯଦି ଜଡ଼ିତ ଅଛନ୍ତି ନିଶ୍ଚିତ ଆପଣଙ୍କର ଭାଗ୍ୟ ସାଥ ଦେବ ଏବଂ ଆଜି ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆଜି ବହୁତ ଅନୁଭବ କରିବେ ଯାହାକି ଆପଣଙ୍କର ଦୁଇ ଜଣଙ୍କ ଭିତରେ ଭଲ ସମ୍ବନ୍ଧ ରହିବ। ତତ୍ସହିତ ପରିବାର ବର୍ଗଙ୍କ ସହିତ ଆଜି ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି ସିଂହ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଯେଉଁମାନେ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ମାଙ୍ଗଳିକ ତଥା ଧାର୍ମିକ କାର୍ଯ୍ୟ ପାଇଁ ଆଜି ଅତିରିକ୍ତ ଦିନ ହୋଇପାରେ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ରହୁଛି ଯାହାକି ଆପଣ ଅର୍ଥଜନିତ କାରବାରରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବାର ଯୁଗ ରହୁଛି କିନ୍ତୁ ଆପଣ ମନକୁ ସ୍ଥିରତା ପ୍ରଥମେ ରଖନ୍ତୁ। ଦେଖିବେ କୌଣସି କାର୍ଯ୍ୟ ଅଟକିବ ନାହିଁ, ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି କନ୍ୟା ରାଶି ବ୍ୟକ୍ତି ଯଦି ମନ ଅସ୍ଥିରତା ରହିବ ଆପଣଙ୍କୁ ସମସ୍ତ କାର୍ଯ୍ୟ ଚାପଗ୍ରସ୍ତ ରହିବ। ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଥିଲେ ଆପଣଙ୍କୁ ଭାରି ଚାପଗ୍ରସ୍ତ ରହିପାରନ୍ତି, ମାନସିକ ଅଶାନ୍ତି ପରିବେଶ ସୃଷ୍ଟି କରିପାରେ। ତେଣୁ ଏହା ପ୍ରତି ସାବଧାନ ରହିବା ସହିତ ମନକୁ ସ୍ଥିରତା କରିବା ପାଇଁ ଆପଣ ଟିକେ ଆଧ୍ୟାତ୍ମିକ କାର୍ଯ୍ୟରେ ନିୟୋଜିତ ହୁଅନ୍ତୁ କିମ୍ବା ସଙ୍ଗୀତ ପ୍ରବଚନ ଶୁଣନ୍ତୁ, ଦେଖିବେ ମନ ସ୍ଥିରତା ହୋଇବ। ଆଜି ଯାହାକି କନ୍ୟା ରାଶି ବ୍ୟକ୍ତିଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ କ୍ଷେତ୍ରରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ରହୁଛି। ତତ୍ସହିତ ଆପଣଙ୍କର ପ୍ରେମ ସମ୍ବନ୍ଧ ଆଜି ଉତ୍ତମ ଯୁଗ ରହୁଛି। ଭଲ ବୁଝାମଣା ସହିତ ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ସୁଯୋଗ ଦେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରନ୍ତୁ ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 75% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ଉତ୍ସାହ ସହକାରେ କାର୍ଯ୍ୟ କରିବାକୁ ପଡିବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ମଧ୍ୟମ ଧରଣର ଭାଗ୍ୟ ସାଥ ଦେଉଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି ବିଶେଷ କରି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଆପଣଙ୍କର ଆତ୍ମବିଶ୍ୱାସ ଦ୍ୱାରା ସମସ୍ତ କାର୍ଯ୍ୟ ସଫଳତା ଆଡ଼କୁ ନିଶ୍ଚିତ ପହଞ୍ଚି ପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଟିକେ କଷ୍ଟମୟ ହୋଇପାରେ। ତତ୍ସହିତ ଆପଣ ଦୂରଯାତ୍ରା ଯଦି କିଛି କାର୍ଯ୍ୟ ପାଇଁ ଯାଉଛନ୍ତି ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି। ଆଜି ତୁଳା ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣଙ୍କର ଭାଗ୍ୟ ମଧ୍ୟମ ଧରଣର ରହୁଛି। ତତ୍ସହିତ ଆଜି ତୁଳା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଉତ୍ସାହ ଦିନ ରହୁଛି। ଆରାମ ଭାବେ ଦିନ କଟିବା ସହିତ ଭଲ ବୁଝାମଣା ରହିବ ଆପଣଙ୍କର ଜୀବନ ସାଥୀଙ୍କ ସହିତ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ପରିବାର ସମ୍ବନ୍ଧ ଭିତରେ କିଛି ମନମାଳିନ ଯୁକ୍ତିତର୍କ ହୋଇପାରେ, ତେଣୁ ଏହା ପ୍ରତି ସାବଧାନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି କିନ୍ତୁ
अर्थ क्षेत्र रे आपण कौनसी रिस्कफुल व्यापार वाणिज्य करंतु नाही जहा परवर्ती स्टेप रे आपनकु महंगा पड़ी पारे। आज तुला राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपनकर रहिबो नाही। आज तुला राशि व्यक्तिंकर भाग्य संख्या रहिछि जहा कि 8, भाग्य रंग रहुछि जहा कि आपण कला रंग व्यवहार करि परिबे एवं ग्रह माने आपण को आज 60% साथ दउछंती। एबे चलंतु जानिबा बिछा राशि व्यक्तिंक विषय। बिछा राशि व्यक्ति आज दिनटी आपणक पई एक भल दिन हेबो। निजर लक्ष्य स्थले पहुंचीबा पई आज उत्तम दिन होउछि। तत्सहित बिछा राशि व्यक्ति आज गुरुत्वपूर्ण निष्पत्ति नबा पई उत्तम जुग बनौछि। आपणकर दैनंदिन कार्य सफलता सहित आपण चाकरी संबंध रे कार्य आपणकर प्रतिष्ठा लाभ करिवार उत्तम जुग रहुछि। आज बिछा राशि व्यक्ति राजनीतिक सामाजिक क्षेत्र में दक्षता वृद्धि करने सहित आपणकर इंटरव्यू एग्जाम थिले निश्चित से सफलता प्राप्त करिवार उत्तम जुग रहुछि। आज बिछा राशि व्यक्तिंकर प्रेम संबंध रे जो माने जड़ित अछंती निज भितरे आज भल बुझामणार सहित जीवन साथी सहित आज किछि समय उत्तम वार्तालाप करिवार शुभ जुग रहुछि। आज बिछा राशि व्यक्तिंकर जहा कि आपणकर परिवार वर्गक सहित हस खुशी रे दिन कटिबा सहित आपणकर अर्थजनित कारोबार रे आपण अनेक प्रकार लाभ करिवार सुयोग रहुछि। तेणु अर्थजनित जेकोसी नूतन व्यापार वाणिज्य करिवा पई आज शुभ जुग परिस्थिति बनौछि। आज बिछा राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपणकर रहिबो नाही। आज बिछा राशि व्यक्तिंकर भाग्य संख्या रहिछि जहा कि 6, भाग्य रंग रहुछि जहा कि आपण धला रंग व्यवहार करि परिबे एवं ग्रह माने आपण को आज 90% साथ दउछंती। एबे चलंतु जानिबा धनु राशि व्यक्तिंक विषय। धनु राशि व्यक्ति आज दिनटी आपणकर शुभ जुग परिस्थिति बनौथिबारु आपणकर मनस्कामना पूर्ण हेबो। निजर लक्ष्य स्थले पहुंचिबे, दैनंदिन कार्य रे आपण सफलता सहकारे कार्य करिबे। चाकरी संबंधर कार्य गुडी को भल कौशल सहकारे करिवार देखि आपणकर उपरस्तर कर्मचारी निश्चित आपण को प्रशंसा करिबे। आज धनु राशि व्यक्ति इंटरव्यू एग्जाम थिले सेथिरे सफलता प्राप्त करिवार शुभ जुग रहुछि। तत्सहित राजनीतिक सामाजिक क्षेत्र रे आपणकर दक्षता वृद्धि करूछि। आज धनु राशि व्यक्तिंकर प्रेम दुनिया रे आपण बहुत उत्साह आनंदमय सहकारे दिन कटिबार सुयोग देबो। आज धनु राशि व्यक्ति जहा कि आपणकर परिवार वर्गक सहित भल समय अतिबाहित करिवार अति उत्तम जुग रहुछि। आज धनु राशि व्यक्ति व्यापार वाणिज्य करुथिले आपण टिके सावधान रुहंतु। आज टिके अर्थ काहाकु दियंतु नाही किबा काहा पाखरु आनंतु नाही जहा आपणक पई भलो हेबो। काहे कि ना अर्थजनित क्षेत्र रे आपणकर भाग्य ग्रह निम्नगामी रहुछि। आज धनु राशि व्यक्ति जहा कि समस्त कार्य सहायता पाइबार बंधु माने आपणको सहाय्य करिवे। तत्सहित आज स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कोनोसी स्वास्थ्य समस्या आपणकर रहिबो नाही। आज जहा कि धनु राशि व्यक्तिंकर भाग्य संख्या रहिछि जहा कि 4, भाग्य रंग रहुछि जहा कि आपण नील रंग व्यवहार करि परिबे एवं ग्रह माने आपण को आज जहा कि 60% साथ दउछंती। एबे चलंतु जानिबा मकर राशि व्यक्तिंक विषय। मकर राशि व्यक्ति आज आपण आध्यात्मिक कार्य आडकु नियोजित हेले आपणकर भाग्य उदय आडकु जीवो। निजर समस्त लक्ष्य पूर्ण करिवा सहित आपणकर आज मित्र बंधु अधिक आपणक सहयोग रे आसी पारंती एवं आपणको सहायता करिवार उत्तम जुग रहुछि। आज दैनंदिन कार्य रे सफलता सहित निजर चाकरी संबंध रे कार्य मध्ये उत्साहजनक हेबो जहा कि सहयोग मिलिबो। तत्सहित आपणकर राजनीतिक सामाजिक क्षेत्र रे दक्षता वृद्धि करिवा सहित इंटरव्यू एग्जाम रे आपण निश्चित सफलता प्राप्त जुग रहुछि। आज मकर राशि व्यक्ति प्रेम संबंध रे आज उत्साहजनक रहिबो। आपण जीवन साथी सहित भल स्नेह बांटिबार उत्तम जुग रहुछि। आज मकर राशि व्यक्ति परिवार वर्गक सहित हस खुशी दिन कटिबा सहित व्यापार वाणिज्य करुथिले अनेक प्रकार लाभ प्राप्त करिवार सुयोग रहुछि। तत्सहित आज विशेष करी आपण मेसिनारी जिनिस रे आपण अधिक लाभ करिवार उत्तम जुग रहुछि। आज मकर राशि व्यक्तिंकर जहा कि स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या आपणकर रहिबो नाही। आज मकर राशि व्यक्तिंकर भाग्य संख्या रहिछि जहा कि 2,
ଭାଗ୍ୟ ରଙ୍ଗ ରହୁଛି ଯାହାକି ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 85% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଭାଗ୍ୟ ଶୁଭ ଯୁଗ ପରିସ୍ଥିତିରେ ବନଉଛି, ଯାହା ଆପଣ ଯେକୌଣସି କାର୍ଯ୍ୟ କରିବେ ତାହା ସଫଳତା ରହିବ। ତତ୍ସହିତ ଆଜି ନିଜର କାର୍ଯ୍ୟ କୌଶଳ ଦେଖି ବିଶେଷ କରି ଚାକିରି ସମ୍ବନ୍ଧ କାର୍ଯ୍ୟରେ ଆପଣଙ୍କ ଉପରସ୍ଥ କର୍ମଚାରୀ ଠାରୁ ପ୍ରଶଂସା ପାଇବାର ଯୋଗ୍ୟ ବନିଯିବେ। ଆଜି କୁମ୍ଭ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ନିଶ୍ଚିତ ଆପଣଙ୍କର ଶୁଭ ଯୁଗ ରହୁଛି। ତତ୍ସହିତ ଆଜି କୁମ୍ଭ ରାଶି ବ୍ୟକ୍ତି କିଛି ନୂତନ ଆଭୂଷଣ କିଣିବାର ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଉତ୍ତମ ପୁରୁଷ ବା ଉତ୍ତମ ସ୍ତ୍ରୀଙ୍କ ସହିତ ଭଲ ସମ୍ବନ୍ଧ ରହିବ। ତତ୍ସହିତ ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଆପଣଙ୍କ ପାଇଁ ଆଜି ଏକ ଭଲ ଦିନ ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ପରିବାର ସମ୍ବନ୍ଧ ଭଲ ରହିବା ସହିତ ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କର ପରିବାର ବର୍ଗଙ୍କ କ୍ଷେତ୍ରରେ ଆପଣଙ୍କର ଯାହାକି ବ୍ୟକ୍ତିତ୍ୱ ଏବଂ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହେବାର ସୁଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଶୁଭ ଯୁଗ ରହୁଛି। ତତ୍ସହିତ ଆଜି ନୂତନ କିଛି ବେପାର ବାଣିଜ୍ୟ କରିବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ପରିସ୍ଥିତି ବନଉଛି। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ରହୁଛି ଯାହାକି ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 95% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ଶତ୍ରୁ ମାନଙ୍କ ଠାରୁ ଆପଣ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି। ଦୈନନ୍ଦିନ କାର୍ଯ୍ୟରେ ସଫଳତା ସହିତ ଆପଣ ଚାକିରି ସମ୍ବନ୍ଧ କାର୍ଯ୍ୟରେ ଯଦି ଜଡିତ ଆପଣଙ୍କର ଭାଗ୍ୟ ଯାହାକି ଖୁସି ଏବଂ ସହକର୍ମୀ ମାନେ ଆପଣଙ୍କୁ ସାହାଯ୍ୟ କରି ଆପଣଙ୍କର ଦିନ ଅତି ସୁଖମୟ ପରିବେଶ ସୃଷ୍ଟି କରିବ ଏବଂ ଉପରସ୍ଥ କର୍ମଚାରୀ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି ମୀନ ରାଶି ବ୍ୟକ୍ତି। ଆଜି ମୀନ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଉତ୍ତମ ଯୁଗ ରହୁଛି, ହାସ୍ୟପୂର୍ଣ୍ଣ। ତତ୍ସହିତ ଆପଣଙ୍କର ଆଜି ଭଲ ବୁଝାମଣା ସହିତ ନିଜର ପରିବାର ବର୍ଗଙ୍କ ସହିତ ଏବଂ ପ୍ରେମ ଦୁନିଆରେ ଆପଣ ବହୁତ ଆନନ୍ଦିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ, ଯାହା ମୀନ ରାଶି ବ୍ୟକ୍ତିଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମୀନ ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ଆପଣ ଅନେକ ପ୍ରକାର ସଫଳତା ପାଇବାର ସୁଯୋଗ ରହୁଛି। ତତ୍ସହିତ ଆଜି ନୂତନ ବିଜନେସ କରିବା ପାଇଁ ଉତ୍ତମ ଯୁଗ ରହୁଛି, ଯାହା ଆଜି ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ତତ୍ସହିତ ମୀନ ରାଶି ବ୍ୟକ୍ତି ଆଜି ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ ସଫଳତା ପାଇବା ସହିତ ଆପଣଙ୍କର ରାଜନୈତିକ ସାମାଜିକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବାର ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 7, ଭାଗ୍ୟ ରଙ୍ଗ ରହୁଛି ଯାହାକି ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 95% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।